ବ୍ୟକ୍ତିଗତ ଚର୍ଚ୍ଚା କଂଗ୍ରେସ ଏକ୍ସପ୍ଲେନ୍ ହେଲା ପରେ ଆସିଲା ଦେଖା ବହୁତ ଥର ଆଗରୁ ଆସୁଛି କଥାବାର୍ତ୍ତା ଆମେ ତମେ ଯୋଉଟା ଭାବୁଛ ସେଟା ସାର୍ ଗୋଟେ କ୍ୱେଶ୍ଚିନ୍ ହେଉଛି ଆପଣ ଯଦି ବରିଷ୍ଠ ରାଜନେତା ଏବଂ ଓଡ଼ିଶାକୁ ସମ୍ପୂର୍ଣ୍ଣ ଭାବରେ ଆପଣ ପରୀକ୍ଷା ନିରୀକ୍ଷା କରିଛନ୍ତି ଆମେ ଏଥିପାଇଁ ଚର୍ଚ୍ଚା କରୁଛୁ ଆପଣ ପୂର୍ବରୁ କହିଥିଲେ ଯେ ନୂଆ ବର୍ଷରେ କିଛି ନୂଆ ଖବର ଆସିବ ଗୋଟେ ନୂଆ ସନ୍ଦେଶ ଆସିବ କେତେ ଘଟଣା ଘଟିବ ତମେ ବୁଝିବ ତମେ ପୁରାଟା ଶୁଣିନ ମୁଁ କହିଥିଲି ନୂଆବର୍ଷ ଏକ ଘଟଣା ବହୁଳ ବର୍ଷ ମାନେ 2026 ରାଜନୀତିକ ତେଣୁ ଯେତେବେଳେ ସିଏ ଆସି ଆପଣଙ୍କୁ ଭେଟିଛନ୍ତି ଏଥିପାଇଁ ଚର୍ଚ୍ଚା ହେଉଛି ଯେ ରାଜନୈତିକ ରାଜନୈତିକ ଚର୍ଚ୍ଚା କିଛି ନଥିଲା ଜାଣିବା ପାଇଁ ଚାହିଁଲେ ବିଜେଡି କେମିତି ଗଠନ ହେଲା ସେ ବିଷୟରେ କହୁଥିଲେ ଲୋକଙ୍କୁ ପେସେନ୍ସ ଦେବା ପାଇଁ କହିବାଟା କଣ ଭୁଲ ସାର୍ ଓଡ଼ିଶାର ସ୍ୱାର୍ଥ ସୁରକ୍ଷା ପାଇଁ ଯେ ଗୋଟେ ନୂଆ ପଲିଟିକାଲ ପାର୍ଟିର ଆବଶ୍ୟକତା ଅଛି ମୁଁ କିଛି ଜାଣିନି ଅନ୍ୟମାନେ କିଛି ଚର୍ଚ୍ଚା କରୁଥିବ ଅଭାବ ବାସ୍ତବିକ ମୋ ସାଙ୍ଗରେ ନୂଆ ପାର୍ଟି ବିଷୟରେ କିଛି ଚର୍ଚ୍ଚା କରୁନାହିଁ କି ଆମେ ବସି ଏକାଠି କିଛି ଚର୍ଚ୍ଚା କରୁନୁ ବିଜୟ ମହାପାତ୍ର ତ ସମ୍ଭବ ନୁହେଁ ଆପଣ ମିଡିଆଟା ଯୋଉ ଚର୍ଚ୍ଚା କରୁଛି ଚର୍ଚ୍ଚାଟି ସମ୍ପୂର୍ଣ୍ଣ ଭାବରେ ଆପଣ ଯେମିତି କହୁଛନ୍ତି ବର୍ତ୍ତମାନ ଶାସନ କିଏ କରୁଛି ବିରୋଧୀ କିଏ କରୁଛି ଆସ୍କାରେ ଯୋଉ କଥା କହୁଛନ୍ତି ଏ ଶାସନ କିଏ କରୁଛି କଣ ଆଉ କିଛି ସମୟ ପରେ ମାଲକାନଗିରି କଥା ସମସ୍ତଙ୍କ ଉପସ୍ଥିତିରେ ଘଟଣା ଘଟିଲା କେମିତି তুমি তো ঠিক জানো মালকাନଗିରି ଘଟଣା କ'ଣ ମିଡିଆ ଷ୍ଟୋରି କଲା ତାକୁ ଠିକ୍ କଲେନି ଓକେ ଏଥିରେ ଯୋଉ ପାଇଁ ଆସୁଛି ସେଥିରେ କିଛି ସମ୍ପର୍କ ନାହିଁ ଆହୁରି ଆସିବେ 2026 ଆହୁରି ବହୁତ ଲୋକ ଆସିବେ ଆଲୋଚନା ପାଇଁ କିଛି କେମିତି କିଏ କହିପାରିବ ମିଡିଆ ବର୍ତ୍ତମାନ ସ୍ପେକୁଲେଟ୍ କରିପାରିବ କି ନା ଆପଣଙ୍କ ଭିତର କଥା କିଛି ନାହିଁ ହଠାତ୍ କିଏ କହିପାରିବ କ'ଣ ହବ ସାର୍ ଲାଷ୍ଟ କ୍ୱେଶ୍ଚିନ୍ ଓଡ଼ିଶାର ରାଜନୈତିକ ସ୍ଥିତି ବର୍ତ୍ତମାନ ଆପଣ କେମିତି ଦେଖନ୍ତି ବର୍ତ୍ତମାନ ଅସ୍ପଷ୍ଟ ସ୍ପଷ୍ଟ ଭାବେ କ'ଣ କରିବା ଆବଶ୍ୟକତା ଅଛି କ'ଣ କରିବା ମୁଁ କହିଛି ମୁଁ କହିପାରିବିନି କ'ଣ ହବ କିନ୍ତୁ କ'ଣ ଗୋଟେ ଭାବୁଥିବେ ପରିକଳ୍ପନା କରୁଥିବେ କାହିଁ କିଛି ପରିକଳ୍ପନା ହେଇନି ପରିକଳ୍ପନା ହେଲେ ତ ମିଡିଆ ଜାଣିବ ଆଗକୁ ହବ ପରିକଳ୍ପନା ହେଇନି ହେଲେ ହବ 26 ଘଟିବ ସବୁ